ନମସ୍କାର ଦର୍ଶକ ବନ୍ଧୁ 7 ସେପ୍ଟେମ୍ବର ଦିନ ଲାଗିବାକୁ ଯାଉଅଛି ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ଦିନ ରାତିରେ କୋଣରେ ଚୁପଚାପ ରଖିଦିଅନ୍ତୁ ଗୋଟିଏ 1 ଟଙ୍କିଆ କଏନ୍। ଜୀବନରେ ଚାଲୁଥିବା ପ୍ରତ୍ୟେକ ଦୁଃଖ କଷ୍ଟରୁ ମିଳିଯିବ ମୁକ୍ତି। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ହେବ ଧନର ଆଗମନ। ଏହି ଚନ୍ଦ୍ରଗ୍ରହଣ ପରଠାରୁ ଆପଣଙ୍କ ଜୀବନରେ ହେବ ଧନର ବର୍ଷା। କାହିଁକି ନା 7 ସେପ୍ଟେମ୍ବର 2025 ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ରବିବାର ଦିନର ରାତିଟି ଏପରି ଏକ ରାତି ଯେଉଁ ରାତିରେ ଏପରି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ ଯାହାକୁ ଦେଖିସାରିବା ପରେ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯିବ। ଏହି ଦିନ ରାତିରେ ଆକାଶରେ ଲାଗିବାକୁ ଯାଉଛି ଏ ବର୍ଷର ସବୁଠାରୁ ବଡ଼ ଏବଂ ମହତ୍ତ୍ୱପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଆଜ୍ଞା, ଏହା କୌଣସି ସାଧାରଣ ଚନ୍ଦ୍ରଗ୍ରହଣ ନୁହେଁ। ଏହା ଏପରି ଏକ ଚନ୍ଦ୍ରଗ୍ରହଣ ଯେଉଁଥିରେ ଚନ୍ଦ୍ର ସମ୍ପୂର୍ଣ୍ଣ ଲାଲି ବର୍ଣ୍ଣର ଦେଖାଯିବେ। ସେପ୍ଟେମ୍ବର 7 ତାରିଖ ଦିନ ଯଦି ଆପଣମାନେ ରାତିରେ ଚନ୍ଦ୍ରକୁ ଦେଖିବେ, ଚନ୍ଦ୍ର ସାମାନ୍ୟ ଧଳା ରଙ୍ଗର ଦେଖାଯିବେ ନାହିଁ, ବରଂ ରକ୍ତବର୍ଣ୍ଣର ଦୃଶ୍ୟମାନ ହେବେ। ଏପରି ଚନ୍ଦ୍ରଗ୍ରହଣ ସାଧାରଣ ବା ମାମୁଲି ଚନ୍ଦ୍ରଗ୍ରହଣ ନୁହେଁ, ଏହା ଏକ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେବ। ଦର୍ଶକ ବନ୍ଧୁ, ଏହି ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମା ଦିନ ରାତିରେ ପଡ଼ିବାକୁ ଯାଉଛି। ଭାଦ୍ରବ ପୂର୍ଣ୍ଣିମା ଦିନଟି ଏପରି ଏକ ଦିନ ଯେଉଁ ଦିନ ମାତା ଲକ୍ଷ୍ମୀ ସ୍ୱୟଂ ଧରିତ୍ରୀ ଉପରେ ବାସ କରିବାକୁ ଆସିଥାନ୍ତି ଏବଂ ନିଜର ବାହନ ପେଚାକୁ ଧରି ସମଗ୍ର ଧରିତ୍ରୀରେ ଭ୍ରମଣ କରିଥାନ୍ତି। ଏ ବର୍ଷର ଏହି ଚନ୍ଦ୍ରଗ୍ରହଣ ଆହୁରି ବି ଖାସ୍ ହେବ କାରଣ ଏହା ଭାରତରେ ଦୃଶ୍ୟମାନ ହେବା ସହ ଚନ୍ଦ୍ର ସମ୍ପୂର୍ଣ୍ଣ ଲାଲି ବର୍ଣ୍ଣର ହୋଇଯିବ। ଏହି ଦିନ ଯଦି ଆପଣମାନେ ଗୋଟିଏ 1 ଟଙ୍କିଆ କଏନ୍କୁ ନେଇ ଗୋଟିଏ ଗୁପ୍ତ ଜାଗାରେ ରଖିଦେବେ, ତେବେ ବିଶ୍ୱାସ କରନ୍ତୁ ଆଜ୍ଞା, ଚନ୍ଦ୍ରଦେବ ଆପଣଙ୍କ ଜୀବନକୁ ଆସୁଥିବା ସମସ୍ତ ବିପଦର ଆପଣଙ୍କୁ ମୁକ୍ତି କରାଇ ଦେବେ। ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ଆଗମନର ବିଭିନ୍ନ ମାର୍ଗ ମଧ୍ୟ ଖୋଲିଯିବ। ଏତେ ଧନ ଆସିବ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ବରଦାନ ସୁଦୃଢ଼ ଆପଣଙ୍କୁ ପ୍ରାପ୍ତ ହେବ। ଏହି ଚନ୍ଦ୍ରଗ୍ରହଣ ସମୟରେ କରାଯାଉଥିବା ଉପାୟ କେବେ ବି ବିଫଳ ହୋଇନଥାଏ। ଏହି ଚନ୍ଦ୍ରଗ୍ରହଣ 100 ବର୍ଷ ପରେ ଏପରି ସଂଯୋଗ ବନିବାକୁ ଯାଉଛି ଯାହାଦ୍ୱାରା ଏହି ଦିନ ଆପଣ ଯାହା ବି ଉପାୟ କରିବେ ସେଥିରେ ଆପଣଙ୍କୁ ନିଶ୍ଚୟ ଭାବରେ ଶୁଭଫଳ ପ୍ରାପ୍ତି ହେବ। ସେପ୍ଟେମ୍ବର 7, 2025 ତାରିଖ ରବିବାର ଦିନ ଆକାଶରେ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ପ୍ରତ୍ୟେକ ଲୋକଙ୍କ ଜୀବନରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ଏହି ରାତିରେ ଶୁଭ ଯୋଗରେ ଯଦି ଆପଣ 1 ଟଙ୍କା କଏନ୍ରେ ଯଦି ସଠିକ୍ ଉପାୟ କରିଦେବେ, ତେବେ ଆପଣଙ୍କୁ ସଫଳତା ଓ ଧନ ପ୍ରାପ୍ତି ନିମନ୍ତେ ନୂଆ ମାର୍ଗ ମିଳିଯିବ। ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ବଜାଇ ରହୁ, ତେବେ ଏହି ଗୋଟିଏ ଉପାୟ ନିଶ୍ଚୟ କରନ୍ତୁ। ତେବେ ଚାଲନ୍ତୁ ଉପାୟ ଜାଣିବା। ତା ପୂର୍ବରୁ ଚନ୍ଦ୍ରଗ୍ରହଣ ଦିନ ରାତିରେ 1 ଟଙ୍କିଆ କଏନ୍ରେ ଯଦି ଏହି ଗୁପ୍ତ ଉପାୟ ଆପଣ କରିଦେବେ, ତେବେ ଆପଣଙ୍କର ଦୁଃଖ ଦରିଦ୍ରତା ସମସ୍ତ ସମସ୍ୟା ଠାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣ ନିଜେ ଦେଖିବେ ଆପଣଙ୍କ ଜୀବନରେ କିପରି ଧନର ବର୍ଷା ହେବାକୁ ଲାଗିବ। ଏହି ଉପାୟକୁ କରିବା ଦ୍ୱାରା ଆପଣ ଜୀବନରେ ଧନର ବୃଦ୍ଧି ହେବ, ବ୍ୟାପାର ବାଣିଜ୍ୟରେ ମଧ୍ୟ ଉନ୍ନତି ହେବା ଲାଗିବ। ଆପଣଙ୍କ ଘରେ ଧନର ଆଗମନ ହେବ। ଯେଉଁ ଅଯଥା ଖର୍ଚ୍ଚ ବା ଋଣ କରଜ କରିଥିବେ, ସେଥିରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣଙ୍କୁ ଏହି ଚନ୍ଦ୍ରଗ୍ରହଣ ଠାରୁ ଅଧିକ ଶୁଭ ସଂଯୋଗ ବନୁଅଛି। ଏହି ଶୁଭ ସଂଯୋଗରେ କରାଯାଉଥିବା ପ୍ରତ୍ୟେକ ଉପାୟର 100 ଗୁଣା ଶୁଭଫଳ ମିଳିବ। ଯେତେବେଳେ ଗ୍ରହଣ ଲାଗିଥାଏ, ସେତେବେଳେ ଗ୍ରହଣର ସେନାପତି ମଙ୍ଗଳ, ଶନି, ସୂର୍ଯ୍ୟ ଓ ରାହୁ ପରସ୍ପରର ସାମ୍ନାସାମ୍ନି ହୋଇଥାନ୍ତି।
କୁହାଯାଏ କି ଏହାଦ୍ୱାରା ଏହି ସମୟରେ ଯେଉଁ ବି ସାଧନା ବା ଉପାୟ କରାଯାଇଥାଏ ସେଥିରେ ନିଶ୍ଚିତ ଭାବରେ ଶୁଭ ଫଳ ମିଳିଥାଏ। ସେଥିପାଇଁ ତାନ୍ତ୍ରିକ ବା ଜ୍ୟୋତିର୍ବେଦମାନେ ବର୍ଷ ସାରା ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି ଏବଂ ଏହି ଦିନ ନିଜର ଇଚ୍ଛା ଅନୁଯାୟୀ ଫଳ ପାଇଥାନ୍ତି। ଯଦି ଆପଣମାନେ ଏହି ଦିନ 1 ଟଙ୍କିଆ କଏନ୍କୁ ଗୁପ୍ତ ଉପାୟ କରିଦେବେ, ଯାହା ଆଜିର ଭିଡ଼ିଓରେ ଆପଣଙ୍କୁ କହିବି, ତେବେ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିବାରେ କୌଣସି ବି ଶକ୍ତି ରଖିପାରିବ ନାହିଁ। ଆପଣଙ୍କ ନବଗ୍ରହ ଆପଣଙ୍କର ସାଥି ଦେବା ପ୍ରାରମ୍ଭ କରିବେ। ଖାଲି ସେତିକି ନୁହେଁ, ବୃହସ୍ପତି ଚଞ୍ଚଳ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସୁଖ ଶାନ୍ତି ସମୃଦ୍ଧିରେ ଆପଣଙ୍କ ଘର ପୂର୍ଣ୍ଣ ହେବ। ବନ୍ଧୁଗଣ, ପ୍ରତ୍ୟେକ ଉପାୟ କରିବାର ଗୋଟିଏ ମୁହୂର୍ତ୍ତ ଥାଏ। ସେହି ମୁହୂର୍ତ୍ତରେ ଉପାୟ କରିବା ଦ୍ୱାରା ଲାଭ ଓ ସୁନିଶ୍ଚିତ ମିଳିଥାଏ। ଏଥିପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଦର୍ଶକ ବନ୍ଧୁ, ସର୍ବପ୍ରଥମ ଉପାୟଟି ହେଲା, ଏହି ଉପାୟଟି ଘରେ ଧନ ବୃଦ୍ଧି କରିବାର ଉପାୟ। ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ଘରେ ଧନର ଅଭାବ କେବେ ନ ହେଉ, ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ପ୍ରାପ୍ତ ହେଉ, ତେବେ 7 ସେପ୍ଟେମ୍ବର ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ 9:08 ଆପଣ ଗୋଟିଏ ପିତ୍ତଳର ଗିନା ନେବେ। ସେଥିରେ ଗଙ୍ଗାଜଳ ଭରିଦେବେ ଏବଂ ସେଥିରେ ଗୋଟିଏ 1 ଟଙ୍କିଆ କଏନ୍କୁ ପକାଇ ଦେବେ। ତାପରେ ସେହି ଗିନାକୁ ନେଇ ଛାତ ଉପରେ ବା ବାହାରେ ରଖିଦେବେ, ଯେଉଁଠାରେ କି ଚନ୍ଦ୍ରଙ୍କର କିରଣ ପଡ଼ୁଥିବ। ତା ପରଦିନ ଅର୍ଥାତ୍ ସେପ୍ଟେମ୍ବର 8 ତାରିଖ ଦିନ ସ୍ନାନ ସାରି ଛାତ ଉପରେ ରଖିଥିବା ସେହି ଗିନାକୁ ଆଣିବେ। ଯେଉଁ କଏନ୍ଟି ଗଙ୍ଗା ଜଳରେ ପକାଇଥିଲେ, ସେହି କଏନ୍କୁ ବାହାର କରି ନିଜ ଆଲମାରୀ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ନେଇ ରଖିଦେବେ। ବାସ୍ ଏତିକି ଏହି ଚନ୍ଦ୍ରଗ୍ରହଣ ଦିନ କରିକି ଦେଖନ୍ତୁ, ଆପଣଙ୍କର ଘରେ ଧନର ଆଗମନ ଆଗ ଅପେକ୍ଷା ଅଧିକ ହେବାକୁ ଲାଗିବ। ଏହି 1 ଟଙ୍କିଆ କଏନ୍ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ବନିଯିବ, ଯାହାଦ୍ୱାରା ଆପଣଙ୍କ ଆଲମିରା ବା ଟ୍ରେଜେରୀ ସବୁବେଳେ ଟଙ୍କାର ଭରି ହୋଇ ରହିବ। ଏହି ଉପାୟଟି ବିଷୟରେ ତନ୍ତ୍ରଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏବେ ଆସନ୍ତୁ ଆଉ ଗୋଟିଏ ଉପାୟ ଜାଣିବା। ଏହି ଉପାୟଟି କରିବା ଦ୍ୱାରା ଶୁକ୍ର ଗ୍ରହ ମଜବୁତ। ଶୁକ୍ର ଗ୍ରହ ଧନ ସମ୍ପତ୍ତିର ଗ୍ରହ ଅଟେ। ଶୁକ୍ର ଗ୍ରହର ନିୟନ୍ତ୍ରଣ ସାକ୍ଷାତ୍ ମାତା ଲକ୍ଷ୍ମୀଙ୍କ ଦ୍ୱାରା ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ମଜବୁତ ଥାଏ, ସେହି ବ୍ୟକ୍ତି ଧନ ବା ବ୍ୟାପାର ସମ୍ବନ୍ଧିତ ଯେଉଁ କାର୍ଯ୍ୟ କରିଥାନ୍ତି, ସେଥିରେ ତାଙ୍କୁ ଲାଭ ହିଁ ଲାଭ ମିଳିଥାଏ। ଏହି ଉପାୟଟି ବହୁତ ସରଳ ଅଟେ, ଯାହାକୁ ବହୁତ ସହଜରେ ଆପଣ କରିପାରିବେ। ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ରଗ୍ରହଣ ଲାଗିବା ପୂର୍ବରୁ ସ୍ନାନ କରିନେବେ ଏବଂ ଗୋଟିଏ ଲାଲି କପଡ଼ା ପିନ୍ଧିବେ, କାହିଁକି ନା ଲାଲି ରଙ୍ଗର ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ରଙ୍ଗ ଅଟେ। ତାପରେ 2ଟି 1 ଟଙ୍କିଆ କଏନ୍ ନେବେ। ତାପରେ ସେହି କଏନ୍କୁ ହାତରେ ଧରି ମାତା ଲକ୍ଷ୍ମୀଙ୍କର ଗୀତା ମନ୍ତ୍ରକୁ 7 ଥର ବା 2 ଥର ଜପ କରିବେ। ବୀଜ ମନ୍ତ୍ରଟି ହେଉଛି ଓಂ ଶ୍ରୀ ମହାଲକ୍ଷ୍ମୀ ଚ ବିଦ୍ମହେ ବିଷ୍ଣୁ ମୈତ୍ରୀ ଚ ଧର୍ମହି ତନ୍ନା ଲକ୍ଷ୍ମୀ ପ୍ରଚୋଦୟାତ୍। ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିସାରିବା ପରେ ସେହି 2ଟି କଏନ୍ ମଧ୍ୟରୁ ଗୋଟିଏ କଏନ୍କୁ ନିଜ ପର୍ସରେ ରଖିବେ ଏବଂ ଅନ୍ୟ କଏନ୍ଟିକୁ ନିଜ ବେଡ୍ରୁମ୍ରେ ବା ଯେଉଁ ଜାଗାରେ ଅଧିକ ସମୟ ବିତାଉଥିବେ ସେହି ସ୍ଥାନରେ ରଖିବେ। ବାସ୍ ଏତିକି କାମ ଯଦି ଆପଣମାନେ ଏହି ଚନ୍ଦ୍ରଗ୍ରହଣ ଦିନ କରିବେ, ତେବେ ଶୁକ୍ର ଗ୍ରହ ଆପଣଙ୍କ ସାଥ୍ ଦେବା ପ୍ରାରମ୍ଭ କରିଦେବେ। ଧନ ଆଗମନର ମାର୍ଗ ମଧ୍ୟ ଖୋଲିଯିବ। ଏହି ଉପାୟଟି ଅତ୍ୟନ୍ତ ଚମତ୍କାରୀ ଅଟେ, ତେଣୁ ଏହାକୁ ଗ୍ରହଣ ସମୟରେ କରିବା ଆହୁରି ଫଳଦାୟୀ ଅଟେ। ତେଣୁ ଏହି ମହାକାଳ ଜମାରୁ ବି ହାତଛଡ଼ା କରନ୍ତୁ ନାହିଁ, କାରଣ ଏ ଚନ୍ଦ୍ରଗ୍ରହଣ ଆଉ ଏ ବର୍ଷ ଆସିବ ନାହିଁ।
ଏହା ହେଉଛି ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏବେ ଜାଣିବା ଆଉ ଗୋଟିଏ ଉପାୟ ବିଷୟରେ। ଯଦି ଆପଣଙ୍କର ବିଜନେସ୍ ବା ବେପାର ବାଣିଜ୍ୟ ଉନ୍ନତି ହେଉନାହିଁ ବା ବନ୍ଦ ହୋଇ ପଡ଼ିଛି, ତେବେ ଆପଣ ଏହି ଉପାୟଟି ଥରଟିଏ କରିକି ଦେଖନ୍ତୁ। ବନ୍ଦ ହୋଇ ପଡ଼ି ରହିଥିବା ବେପାର ପୁଣି ଆଉଥରେ ଚାଲିବାକୁ ଲାଗିବ। ବେପାର ବାଣିଜ୍ୟରେ ଉନ୍ନତି ବି ନିଶ୍ଚିତ ଭାବରେ ହେବ। ଏଥିପାଇଁ ଏହି ଚନ୍ଦ୍ରଗ୍ରହଣ ଦିନ ଯେତେବେଳେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ, ସେତେବେଳେ ଆପଣ ଗୋଟିଏ ଲାଲି ରଙ୍ଗର କପଡ଼ାଟିଏ ନେବେ। ସେହି ଲାଲି କପଡ଼ାରେ ଗୋଟିଏ ମୁଠା ଧଣିଆ ନେବେ। ଧଣିଆ ଉପରେ ଗୋଟିଏ 1 ଟଙ୍କିଆ କଏନ୍ଟିଏ ରଖିବେ। ତାପରେ ସେହି ସବୁର ଗୋଟିଏ ଗୋଟିଏ ବନାଇ ଦେବେ। ସେହି ପଟୁଳିଟିକୁ ନିଜ ହାତରେ ଧରିବେ ଏବଂ ଏହି ମନ୍ତ୍ରଟିକୁ 11 ଥର ଜପ କରିବେ। ମନ୍ତ୍ରଟି ହେଉଛି ଓମ୍ ହଂ ଶ୍ରୀ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରଟିକୁ ଜପ କରି ସାରିବା ପରେ ସେହି ପଟୁଳିଟିକୁ ନେଇ ରଖିଦେବେ। ତା ପରଦିନ ଅର୍ଥାତ୍ 8 ସେପ୍ଟେମ୍ବର ଦିନ ନିଜ ବେପାର ସ୍ଥାନରେ ଯେଉଁଠାରେ ଚାବି ଟଙ୍କା ପଇସା ରଖିଥିବେ ସେ ସ୍ଥାନରେ ରଖିବେ। ଦେଖିବେ ଆପଣଙ୍କ ବେପାର ବହୁତ ଭଲରେ ଚାଲିବାକୁ ଲାଗିବ। ଯେତିକି ଲାଭ ହେଉଥିବ ତାହା ଦ୍ୱିଗୁଣ ହେବ। ମାତା ଲକ୍ଷ୍ମୀଙ୍କ କୃପାରୁ ଧନର ବୃଦ୍ଧି ହେବ। ଏହି ଉପାୟ ବିଷୟରେ ତନ୍ତ୍ରଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ହୋଇଅଛି। ଯଦି ଆପଣ ବହୁତ ପରିଶ୍ରମ କରିବା ପରେ ବି କୌଣସି କାମ ଅଳ୍ପ ଅଳ୍ପକେ ହଉ ହଉ ରହିଯାଉଛି, ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ, ତାହେଲେ ଆଉ ଗୋଟିଏ ଉପାୟ ଆପଣମାନଙ୍କୁ କହୁଛି, ଯାହାକୁ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ସାଥ ଦେବା ପ୍ରାରମ୍ଭ କରିବ। ଆପଣଙ୍କର ଅଟକିଥିବା କାମ ବି ହୋଇଯିବ। ସେଥିପାଇଁ ଆପଣମାନେ ଚନ୍ଦ୍ରଗ୍ରହଣ ଦିନ ସତକ ସମୟ ମଧ୍ୟରୁ ଗୋଟିଏ ତାଲା ଚାବି କିଣିକି ଆଣିବେ। ଗୋଟିଏ ଧଳା ରଙ୍ଗର ସଫା କପଡ଼ାଟିଏ ନେବେ। ସେହି କପଡ଼ାରେ ସେହି ତାଲା ଚାବିକୁ ରଖିବେ। ତାହା ସହ ଗୋଟିଏ 1 ଟଙ୍କିଆ କଏନ୍କୁ ମଧ୍ୟ ରଖିବେ। ତାକୁ ବାନ୍ଧିଦେବେ। ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ ଆପଣଙ୍କ ଘରର ଛାତ ଉପରେ ନେଇ ତାକୁ ରଖିଦେବେ। ଏମିତି ଜାଗାରେ ରଖିବେ ଯେପରି ଚନ୍ଦ୍ରଙ୍କର କିରଣ ତା ଉପରେ ପଡ଼ୁଥିବ। ତା ପରଦିନ ସେହି ତାଲା ଚାବି ଏବଂ ଟଙ୍କା କଏନ୍କୁ ନେଇ କୌଣସି ମନ୍ଦିର ପୂଜାରୀକୁ ଦେଇଦେବେ। ତେବେ ଏତିକି କାମ ଯଦି ଆପଣମାନେ ଏହି ଚନ୍ଦ୍ରଗ୍ରହଣ ଦିନ କରିବେ, ସୂତକ ସମୟରେ କରିବେ, ତେବେ ବିଶ୍ୱାସ ରଖନ୍ତୁ ବନ୍ଦ ହୋଇ ରହିଥିବା ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ଆପଣଙ୍କର ଭାଗ୍ୟ ନିଶ୍ଚୟ ଆପଣଙ୍କର ସାଥ ଦେବା ପ୍ରାରମ୍ଭ କରିଦେବ। ଆପଣଙ୍କର ନବଗ୍ରହ ଆପଣଙ୍କର ସାଥ ଦେବା ପ୍ରାରମ୍ଭ କରିଦେବ। ସବୁ ଦିଗରୁ ଆପଣଙ୍କୁ ସଫଳତା ମିଳିବ। ଆଜିର ଏହି ଭିଡ଼ିଓରେ ଯେଉଁ ଉପାୟ ବିଷୟରେ କହିଲି, ଏହି ଚନ୍ଦ୍ରଗ୍ରହଣ ଦିନ ନିଶ୍ଚୟ କରନ୍ତୁ। ଜମାରୁ ଏହି ସମୟକୁ ହାତଛଡ଼ା କରନ୍ତୁ ନାହିଁ। ଆପଣଙ୍କର ହିଁ ମଙ୍ଗଳ ହେବ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।